ମୟ ପରମେଶ୍ୱରଙ୍କୁ ଆମମାନଙ୍କୁ ହୃଦୟକୁ ଆମେ ସ୍ୱାଗତ କରିବା ଏବଂ ତାଙ୍କରି ନିକଟରେ ବସି ଆଜି ତାଙ୍କରି ପବିତ୍ର ସୁସମାଚାର, ପବିତ୍ର ବାକ୍ୟ, ପରିତ୍ରାଣର ବାକ୍ୟ ଆମେମାନେ ଶୁଣିବା। ଆମ ରକ୍ଷାକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆରାଧନା, ଧନ୍ୟବାଦ, ଆରାଧନା ଧନ୍ୟବାଦ ସ୍ତୁତି ହଉ। ପୁଣ୍ୟ हे मोर परमेश्वर पिता पुत्र ଏବଂ ପବିତ୍ର ଆତ୍ମା ଗୌରବାନ୍ୱିତ ହୁଅନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। हे ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତୁମ ନିକଟକୁ ଆମକୁ ସଠିକ ସମୟରେ ଉପସ୍ଥିତ ହେବା ନିମନ୍ତେ ପ୍ରଭୁ ସୁଯୋଗ ପ୍ରଦାନ କରିଅଛ। ଆମେ ତୁମର ଧନ୍ୟବାଦ କରୁଅଛୁ ପ୍ରଭୁ। ଆମେ ତୁମର ସ୍ତୁତି କରୁଅଛୁ ପ୍ରଭୁ। ଆମେ ତୁମର ଆରାଧନା କରୁଅଛୁ ମୋର ପରମେଶ୍ୱର। ଏ ପବିତ୍ର ସମୟ ତୁମ ନିକଟ ଆସିବାକୁ ସୁଯୋଗ ଆମ୍ଭମାନଙ୍କୁ ତମେ ଦେଇଅଛ ପ୍ରଭୁ। ପ୍ରଭୁ ଆମେ ଆମ ସବୁ ଦୁଃଖକୁ, ଆମ ସବୁ ଚିନ୍ତାକୁ, ଆମ ସବୁ କଷ୍ଟକୁ ତୁମ ପାଦ ପଦ୍ମରେ ସମର୍ପିତ କରୁଅଛୁ ପ୍ରଭୁ। କୃପା କରି ତୁମ ପ୍ରେମ ଏବଂ ତୁମ ଅନୁଗ୍ରହ ଓ ତୁମର ସମର୍ଥରେ ସବୁ ପୂର୍ଣ୍ଣ କର। କାରଣ ତୁମର ସ୍ୱର ଶୁଣିବା ନିମନ୍ତେ ପ୍ରଭୁ ଆମେ ଡିଭାଇନ ମର୍ସି ପରିବାର ସମସ୍ତ ସଦସ୍ୟ ଗଣ ଏହି ସମୟକୁ ପ୍ରଭୁ ପବିତ୍ର ସମୟ ବୋଲି ଉପସ୍ଥିତ ହୋଇଅଛୁ ପ୍ରଭୁ। ତମ ପବିତ୍ର ବାକ୍ୟ ଭଲରେ ଶୁଣି ପାରିବୁ, ବୁଝିପାରିବୁ ଏବଂ ତୁମକୁ ଧନ୍ୟବାଦ ଜ୍ଞାପନ କରିବୁ ପ୍ରଭୁ। ଆମ ଉପସ୍ଥିତ ସମସ୍ତଙ୍କ ପ୍ରତି ତମର ଦୟା ବର୍ଷଣ କର ପ୍ରଭୁ। ତୁମେ ଦୟାକାରୀ ପରମେଶ୍ୱର, ତମରି ଦୟା ଅନୁଗ୍ରହରେ ପ୍ରଭୁ ଆମେ ପରମେଶ୍ୱର ପ୍ରାପ୍ତ ହୋଇଅଛୁ ବୋଲି ଛୋଟ ନିବେଦନ ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍। ଆସନ୍ତୁ ତୁମର ଉପସ୍ଥିତ ବିଶ୍ୱାସୀଗଣ, ଆମ୍ଭେମାନେ ଏହି ସମୟରେ ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ଆଜିର ପ୍ରାର୍ଥନା ସବୁକୁ ଶୁଭାରମ୍ଭ କରିବା ନିମନ୍ତେ ଏକ ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାନ କରିବାକୁ ଅନୁରୋଧ କରିବା। ଆମ ଗଣରେ ଉପସ୍ଥିତ ଅଛନ୍ତି ଆମମାନଙ୍କ ଭଉଣୀ ଲୁସି ବଳିଆର ସିଂ। ଲୁସିତା ଭଉଣୀ, ଆପଣଙ୍କୁ ଆମେ ଅନୁରୋଧ କରୁଛୁ ଉପସ୍ଥିତ ହୋଇ ଈଶ୍ୱରଙ୍କର ଗୌରବ ଉଦ୍ଦେଶ୍ୟରେ ଏକ ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାନ କରି ଆଜି ପ୍ରାର୍ଥନା ସଭାକୁ ପ୍ରାର୍ଥନା ପରିବେଶ ସୃଷ୍ଟି କରିବାରେ ସହାୟକ ହୁଅନ୍ତୁ। ଆସନ୍ତୁ ଆମେ ସମସ୍ତେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା। ଯୀଶୁ ମୁଁ ତୁମକୁ ହୃଦେ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ଯୀଶୁ ମୁଁ ତୁମକୁ ହୃଦେ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ସଞ୍ଜ ସକାଳେ ମମ ଧ୍ୟାନ କାଳେ, ସଞ୍ଜ ସକାଳେ ମମ ଧ୍ୟାନ କାଳେ, ତୁମ ନାମ ଭଜୁଥିବି। ଯୀଶୁ ମୁଁ ତୁମକୁ ହୃଦେ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ତୁମ ପ୍ରେମ ମୁଁ ସ୍ମରିବି, ତୁମ ଗୁଣ ମୁଁ ଗାଇବି। ପ୍ରଭୁ ତୁମ ସେବା ମୁଁ କରିବି, ତୁମ ଆଜ୍ଞା ମୁଁ ମାନିବି। ତୁମ ପ୍ରେମ ମୁଁ ସ୍ମରିବି, ତୁମ ଗୁଣ ମୁଁ ଗାଇବି। ପ୍ରଭୁ ତୁମ ସେବା ମୁଁ କରିବି, ତୁମ ଆଜ୍ଞା ମୁଁ ମାନିବି। ପ୍ରାତଃ କାଳରେ ଦିବାର ଜନିରେ, ପ୍ରାତଃ କାଳରେ ଦିବାର ଜନିରେ,
ପ୍ରାର୍ଥନାରେ ଜାଗି ରହିବି, ଯୀଶୁ ମୋ ତୁମକୁ ହୃଦେ ରଖିବି, ମନ ପ୍ରାଣ ଦେଇ ପୂଜା କରିବି, ଯୀଶୁ ମୋ ତୁମକୁ ହୃଦେ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ତୁମର ମୁଁ ଶୁଣିବି, ତୁମ ବାକ୍ୟ ମୁଁ ପଢ଼ିବି, ପ୍ରଭୁ ତୁମ ପଛେ ମୁଁ ଚାଲିବି, ତୁମ ବିଧି ମୁଁ ଶିଖିବି, ତୁମର ମୁଁ ଶୁଣିବି, ତୁମ ବାକ୍ୟ ମୁଁ ପଢ଼ିବି, ପ୍ରଭୁ ତୁମ ପଛେ ମୁଁ ଚାଲିବି, ତୁମ ବିଧି ମୁଁ ଶିଖିବି, ସ୍ଥିର ଚିତ୍ତରେ ଭୟ ମକତିରେ, ସ୍ଥିର ଚିତ୍ତରେ ଭୟ ମକତିରେ, ପ୍ରାର୍ଥନାରେ ଜାଗି ରହିବି, ଯୀଶୁ ମୋ ତୁମକୁ ହୃଦେ ରଖିବି, ମନ ପ୍ରାଣ ଦେଇ ପୂଜା କରିବି, ଯୀଶୁ ମୋ ତୁମକୁ ହୃଦେ ରଖିବି, ମନ ପ୍ରାଣ ଦେଇ ପୂଜା କରିବି, ସଞ୍ଜ ସକାଳେ ମୋ ଧ୍ୟାନ କାଳେ, ସଞ୍ଜ ସକାଳେ ମୋ ଧ୍ୟାନ କାଳେ, ତୁମ ନାମ ଭଜୁଥିବି, ଯୀଶୁ ମୋ ତୁମକୁ ହୃଦେ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ଧନ୍ୟବାଦ ଆଜ୍ଞା। जय यीशु आज्ञा, बहुत बहुत धन्यवाद। बहुत बहुत धन्यवाद सर। आज डिवाइन मर्सी परिवार तरफରୁ ଏ ସୁନ୍ଦର ସୁଯୋଗ ମୋତେ ପ୍ରଦାନ କରିଥିବା ଉପସ୍ଥିତ ସମସ୍ତଙ୍କୁ डिवाइन मर्सी परिवार ସମସ୍ତ ସଦସ୍ୟଙ୍କୁ नेटवर्क इश्यू ଅଛି ବୋଧେ ଟିକେ ଦେଖନ୍ତୁ। हेलो क्लियर आसुनी वर्तमान सुबुची की वर्तमान हां हां वर्तमान सुबिला सुबुची ठीक अछि। वर्तमान सुबुची की आज्ञा सुबुची सुबुची हेलो शुभुची सर शुभुची हेलो हाँ सर शुभुची बहुत बहुत धन्यवाद। नेटवर्क रो प्रॉब्लम थिला आमाले किछि समय
ଜୋନ୍ ଆଜ୍ଞା ଜାଗା ବ୍ରେକିଂ ହେଉଛି ସାର୍। ତେବେ ଆମ୍ଭେ ମାନେ ପ୍ରତ୍ୟେକ ଦିନ ଏହି ସବୁ ଉପସ୍ଥିତ ହଉଛୁ। ତେବେ ଆମ୍ଭେ ମାନେ କଣ ପାଇଁ ଉପସ୍ଥିତ ହଉଛୁ ଆପଣ ମାନେ ସମସ୍ତେ ଜାଣିଅଛନ୍ତି। ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରିବା ଏବଂ ଈଶ୍ୱରଙ୍କ ନିକଟରେ ଆମମାନଙ୍କ ପ୍ରାର୍ଥନାକୁ ସଜାଇବା। ଆମେ ମାନେ ପ୍ରତ୍ୟେକ ଦିନ ଏହି ସମୟରେ ଜଗତ ନିମନ୍ତେ, ଅନ୍ୟମାନଙ୍କ ନିମନ୍ତେ, ଅନ୍ୟମାନଙ୍କ ମଙ୍ଗଳ ନିମନ୍ତେ, ଅନ୍ୟମାନଙ୍କ ସୁସ୍ଥତା ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମେ ମାନେ ପ୍ରାର୍ଥନା ସଜାଇଥାଉ, ପ୍ରାର୍ଥନା କରିଥାଉ। ତେବେ ଆମ୍ଭେମାନେ ପ୍ରାର୍ଥନା କରୁଅଛୁ ପ୍ରତ୍ୟେକ ଦିନ। ଆଜି ମଧ୍ୟ ଆମେ ମାନେ ପ୍ରାର୍ଥନା କରିବା ନିମନ୍ତେ ଉପସ୍ଥିତ ହୋଇଅଛୁ ମୋର ପ୍ରିୟ ଡିଭାଇନ୍ ମର୍ସି ପରିବାରର ସଦସ୍ୟଗଣ, ଈଶ୍ୱରଙ୍କର ସନ୍ତାନ ସନ୍ତତି ଗଣ। ତେବେ ଆଜି ମଧ୍ୟ ମୁଁ ଆପଣମାନଙ୍କ ଠାରେ ମୋର ପ୍ରସଙ୍ଗ ରଖିବି ପ୍ରାର୍ଥନା, ପ୍ରାତଃକାଳୀନ ପ୍ରାର୍ଥନା, ସକାଳର ପ୍ରାର୍ଥନା। ଆମେ ଏହି ସମୟକୁ କାହିଁକି ଏତେ ଗୁରୁତ୍ୱ ଦେଇ ଉପସ୍ଥିତ ହୋଇଅଛୁ? ରାତ୍ରିରେ ଆମ୍ଭେମାନେ ଉତ୍ତମ ନିଦ୍ରା ପ୍ରାପ୍ତ ହୋଇ ଏହି ପବିତ୍ର ସମୟ ଚତୁର୍ଥ ପହର ପ୍ରଭାତ ଦେଖିବା ପୂର୍ବରୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇ ଦିନକୁ ଦେଖିବାର ସୁଯୋଗ ଏବଂ ଦିନକୁ ଦେଖିବା ନିମନ୍ତେ ପ୍ରଭୁ ପ୍ରଦାନ କରିଥିବା ଉତ୍ତମ ସ୍ୱାସ୍ଥ୍ୟ ନେଇ ବଞ୍ଚିବା ନିମନ୍ତେ ଆମ୍ଭେମାନେ ତତ୍ପର ହେଉଅଛୁ। ତେବେ ଆସନ୍ତୁ ମୋର ପ୍ରିୟମାନେ, ଆଜି ଆମେ ସୁଷମାଚାର ମାର୍କ 1:35 ପଦରୁ ଆମେ ମାନେ ଆରମ୍ଭ କରିବା। ମୁଁ ଅନୁରୋଧ କରିବି ଉପସ୍ଥିତ ସମସ୍ତଙ୍କୁ ଦୟାକରି ଆପଣମାନଙ୍କ ପାଖରେ ବାଇବଲ ରଖନ୍ତୁ ଏବଂ ବାଇବଲ ପଢ଼ି ମୋତେ ଟିକେ ସାହାଯ୍ୟ କରନ୍ତୁ। ମାର୍କ 1:35 ଅତି ପ୍ରତ୍ୟୁଷରେ ଉତ୍ଥିତ ହୋଇ ସେ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କଲେ। ଅତି ପ୍ରତ୍ୟୁଷ ଅର୍ଥାତ୍ ପାହାନ୍ତିଆ ବା ସକାଳ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରକାଶ କରନ୍ତି ସେ ଏକ ନିର୍ଜନ ସ୍ଥାନକୁ ଯାଇ, ଯୋଉଠାରେ କି ଜନଗହଳି ନାହିଁ, କି ଲୋକଙ୍କର କୌଣସି ବିରକ୍ତି ହେବାର ନାହିଁ, କି ଲୋକଙ୍କର ହଟ୍ଟା ପାଟି ତୁଣ୍ଡ ବି ଶୁଣିବାକୁ ପାଇବାର ନାହିଁ। ସେହି ସ୍ଥାନକୁ ଯାଇ ପ୍ରଭୁ ପରମେଶ୍ୱର ପିତା ପରମେଶ୍ୱରଙ୍କ ନିକଟକୁ ପ୍ରାର୍ଥନା କରୁଅଛନ୍ତି। ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଶିକ୍ଷା ଦେଉଅଛନ୍ତି ଏହି ପ୍ରଭାତ ସମୟ ଏକ ମହତ୍ଵ ସମୟ ଏବଂ ଗୁରୁତ୍ୱ ସମୟ ଅଟେ। ଏହି ଗୁରୁତ୍ୱ ସମୟକୁ ଆଜି ଆମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ନିକଟରେ ଆମମାନଙ୍କ ପ୍ରାର୍ଥନା ରଖିବା ନିମନ୍ତେ ଆମ୍ଭେମାନେ ଉପସ୍ଥିତ ହୋଇଅଛୁ। ମୋର ପ୍ରିୟମାନେ, ଆମେମାନେ ପ୍ରାର୍ଥନା କରିବା ଠିକ ଅଛି। ଏହି ସମୟ କେବଳ ପ୍ରଭାତ ସମୟ ନୁହେଁ। ପୁଣି ଆମେମାନେ ଦେଖିବା ପ୍ରଥମ ଥେସଲୋନିୟ 5:17 ଦୟାକରି ଯଥା ଶୀଘ୍ର ପଢିଲେ ଆମେ ଶୀଘ୍ର ସମାପ୍ତ କରିବା। କେତେ କହିଲେ ଆଜ୍ଞା? 5:17 ଦିଦି। ସମସ୍ତ ପରିସ୍ଥିତିରେ କୃତଜ୍ଞତା ସ୍ଥାପନ କର, କାରଣ ଏହା ହିଁ ତୁମମାନଙ୍କର ସମ୍ବନ୍ଧରେ 5:17 ନିରନ୍ତର ପ୍ରାର୍ଥନା କର। ପ୍ରଥମ ଥେସଲୋନିୟ 5:17 ନିରନ୍ତର ପ୍ରାର୍ଥନା କର। ସାଧୁ ପାଉଲଙ୍କ ଦ୍ୱାରା ପ୍ରଭୁ ପ୍ରକାଶିତ କରନ୍ତି, ଥେସଲୋନିୟ ମଣ୍ଡଳୀକୁ କୁହନ୍ତି, ତୁମ୍ଭେମାନେ ପ୍ରତ୍ୟେକ ସମୟରେ ସକାଳ, ସନ୍ଧ୍ୟା, ରାତି, ଦିନ କି ମଧ୍ୟରାତ୍ରି ତୁମମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ନିମନ୍ତେ ପ୍ରଭୁ 24 ଘଣ୍ଟା ପ୍ରଦାନ କରିଅଛନ୍ତି। ମୋର ପ୍ରିୟମାନେ, ଦିନ ବା ରାତ୍ରି ଆମେ ମାନେ ପ୍ରତ୍ୟେକ ସମୟ ଦେଇ ଗତି କରୁଅଛୁ। ଏହି ସମୟରେ
आम मान उन्नत होउछि आमे माने न तो होउछु एवं आमे माने कि लाभ पाउछु आमे माने किछि क्षति रे मध्य पडुछु तेबे आमे मानकु से कहंती तमे माने प्रत्येक समय रे प्रार्थना कर निरंतर प्रार्थना करबा निमंते से आम मानकु शिक्षा प्रदान करूछंती पुणी फिलिपियो तार 4:6 पढ़ंतु दीदी आगे माने समस्त टिके बाइबल रखंतु पाखरे कौन सी विषय रे चिंतित हो नहीं किंतु समस्त विषय रे प्रार्थना और विनती द्वारा धन्यवाद सह तुम मानकर निवेदन सबु ईश्वर को निकट रे जणाओ प्रभु एठारे आम मान को शिक्षा दौछंती तुम्हें माने कौन सी विषय रे चिंतित हो नहीं तमे प्रार्थना कर विनती कर ईश्वर को धन्यवाद दियो धन्यवाद सह आम्भे माने जदि ईश्वर को निकट रे प्रार्थना करिबा तेबे ईश्वर निश्चित आम मानक प्रार्थना को सुनिबे एवं आम मानक प्रार्थना को प्रभु सुनु अछंती जेपरि कि आम्भे माने ए डिवाइन मर्सी आरंभर पंचम वर्ष वार्षिक पालन कलु एवं षष्ठ वर्ष रे पदार्पण करियछु अनेक विषय रे आमे माने प्रभु को मागिचु एवं प्रभु आम मानक प्रदान करियछंती से समस्त विषय निमते प्रभु को आमे रायगढ़ महादेवालय उपस्थित होई आम मानक बिशप बापा उपस्थिति रे धन्यवाद ज्ञापन कलु आज प्रभु आम मानक कहते तमे चिंतित हो नहीं तमर चिंता सब मते दियो मु समस्त चिंता को पूर्ण करिबी आमे कि बलि दबा अछि आमे माने प्रार्थना करिबा आमे माने ईश्वर को धन्यवाद देई प्रार्थना करिबा तेबे ईश्वर निश्चित आम मानक प्रार्थना को सुनिबे तेबे आमे माने ए पवित्र समय को प्रार्थनार समय बोली मन रखिअछु तेबे पढ़ंतु मोर प्रिय विश्वासी गण लोक तार 18 अध्याय 1 पद क्लांत न होई सर्वदा प्रार्थना करिबा जे क्लांत न होई सर्वदा प्रार्थना करिबा जे कर्तव्य ए विषय रे से मानकु दृष्टांत देई कहिले गोटे नगर रे जणे विचारकर्ता थिले से ईश्वर को भय करू नथिबे कि मनुष्य के ठीक दीदी ठीक अछि क्लांत न होई सर्वदा प्रार्थना करो से कोंती आम्भे माने प्रार्थना करू करू जदि एही प्रभात समय रे सकाळ समय रे प्रार्थना रे बसिलु तेबे दिन करे आउ आमे प्रार्थना तो करिछु आउ करिबा नाही आम मानक मन रे ए प्रति जागृत होउछि किंतु प्रभु आम मानक शिक्षा दियंती लोकक माध्यम पवित्र सुसमाचार रे आमे माने क्लांत न होई आमे माने सर्वदा ईश्वर को निकट रे प्रार्थना करिबा निमंते से आम मानकर प्रार्थना को सुनु अछंती से आम मानक प्रार्थना को देखु अछंती आम मानकर काकुति विनती आम मानक अनुरोध को से ग्रहण करिबा निमंते आम मानक ईश्वर को धन्यवाद दे प्रार्थना करिबा को आम मानक मध्य स्वागत करू अछंती मोर प्रिय माने आम मानकर यह एक कर्तव्य अटे जेहेतु आम मनुष्य रूपधारी आम मान प्रभु निर्माण कले जगत को देले केवल ए जगत को कर्तृत्व करू करू ए जगतर कौन सी लोभरे न पड़ी धन संपत्ति न पड़ी तांकरी धन्यवाद देवा निमंते आम मानकु प्रभु प्रदान कले तेबे आसंतु आमे देखिबा एफिसियो तार 6:18 पद टिके पढंतु दीदी सर्व प्रकार प्रार्थना और निवेदन रे सर्वदा आत्मा को साहाय्य प्रार्थना कर सर्व प्रकार प्रार्थना एवं निवेदन सह आमे माने प्रार्थना करिबा
सर्व प्रकार मो दुखरे मोर कष्टरे मोर समस्यारे मोर आवश्यकतारे मोर सुस्थतारे पुणी समस्त साधुଙ୍କ निमन्ते ठीक अच्छे एकांत ठीक अच्छे उद्यम ठीक अच्छे सर पितर सर ठीक अच्छे आम्भे माने एपरि प्रार्थना करिबा प्रभुଙ୍କ निकटरे कि आमे डिवाइन मर्सी परिवार अनेक निवेदन आसुची प्रार्थना निमन्ते केवल आजिर दिन निमन्ते नुह कि गत दिन मानकर नुह कि आसंता दिन मानकर नुह सर्व प्रकार प्रार्थना आम मानक दुख समय रे आम मान कष्ट समय रे आम मानक लाभ समय रे आम मानक सुस्थता समय रे आम मानक आवश्यकता समय रे सर्व प्रकार प्रार्थना आम ईश्वर को निकट रखा ईश्वर जी आम मान प्रार्थना को शुणिबे से आम मान को प्रकाश करुअछंती मोर प्रिय माने आमे माने जो प्रार्थना करूछु हमर प्रार्थना केबे मध्ये वृथा जाउ नहीं हमर समस्त प्रार्थना ईश्वर जे सुनुछंती एवं आमे पढ़िबा प्रथम पितर तार 4 र 7 पद ମାତ୍ର ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ ଅତଏବ ସୁବୁଦ୍ଧି ହୁଅ ପୁଣି ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ। देखंतु मोर प्रिय माने एठारे पुणी हमको चेतावनी दउछंती आम मान को चेतई दउछंती मात्र समस्त विषय अंतिम समय सन्निकट आज आमे माने ओडिशावासी भयरे अछु आतंकरे अछु दुखरे दिन काटु अछु कारण आम मानक निमंते यूट्यूब रे एक फिल्म कि आम मानक साक्षात रे एक फिल्म प्रकाशन होय अछि ओडिसा रे सनातन कर्म ही धर्म से फिल्म को नहीं आमे माने भयभीत हो अछु तेबे आमे मानक समस्त को शिक्षा दियंती मात्र समस्त समय अंतिम और समय सन्निकट अतएव सुबुद्धि हुआ आमे माने को बुद्धि परि हबा नाही आमे माने देखितलु बर आसीबा समय रे 10 जन सुकन्या की बळी अपेक्षा करिथिले 5 जन दीपर तेल सरी जाउची एवं 5 जन दीपर तेल रहिछि जे माने ईश्वर को अपेक्षा करि अछंती वर्तमान आमे माने डिवाइन मर्सी परिवार समस्ते ईश्वर को अपेक्षा रे अछु ईश्वर को प्रत्येक दिन धन्यवाद ज्ञापन करने निमंते उपस्थित हो अछु से भली आम मान को शिक्षा दियंती आम माने प्रत्येक समय एक महत्व समय गुरुत्वपूर्ण समय मन करी आमे माने जे प्रार्थना करिबा आमे प्रार्थना करिबा आमे माने सर्वप्रथम मध्य आम गीत संगीता शुणुछु आम प्रकाश करुछंती आम प्रिय प्रश्न कुमार लिमा आज्ञा आमे शुणिछु तथापि मु आपण मानकु अवगत करबा को चाहि प्रार्थना किपरि करिबा गीत संगीता तार 5 अध्याय 3 पद टिके पढंतु आज्ञा हे सदा प्रभु तुम्भे प्रातः काल रे मोहर रब शुणिब मु प्रातः काल रे तुम्भ उद्देश्य रे आपण प्रार्थना सजाइबी ओ जागी रहिबी देखंतु मोर प्रिय माने आमे किबळी प्रार्थना करिबार अछि ए प्रभात समय ए प्रातः काल समय एक महत्व समय गुरुत्वपूर्ण समय अटे एही समय अनेक अर्थात पशु पक्षी मनुष्य निद्राग्रस्त जाइथांती भल निद होई थाए समय रे आमे माने जदि ए प्रभात समय ए प्रातः काल समय रे आमर डाक आमर निवेदन आमर गुहारी आमर रब को ईश्वर को निकट रखुचु तेबे ईश्वर आम मान डाक को रब को शुणु अछंती आमे प्रार्थना करिबा आम प्रार्थना सजाइबा से जगी बसी अछंती आमे जगी बसी अछंती आम प्रार्थना सुनिबा निमंते तेबे आमे माने एई जो सकाळ समय प्रार्थना करूछु हमर प्रार्थना रो कोनोसी वृथा जाउ नाही कि वृथा जीव नाही मोर प्रिय माने तेबे मु पुणी अनुरोध करबी कि 90 अध्याय तार 14 पद पढिबा पई प्रभात रे आंभ मानको तुम्भ दयारु गुप्त कर तृप्त कर
ତହିଁରେ ଆମ୍ଭେମାନେ ଯାବଜୀବନ ହୃଷ୍ଟ ଓ ଆନନ୍ଦିତ ହେବା। ପ୍ରଭାତରେ ଆମ୍ଭମାନେ ତୁମକୁ ତମ ଦୟାରୁ ତୃପ୍ତ କର। ଆମ୍ଭେମାନେ ତୃଷିତ ଅଟୁ, ଆମ୍ଭେମାନେ ଭୋକିଲା ଅଟୁ, ଆମ୍ଭେମାନେ କ୍ଷୁଧିତ ଅଟୁ। ଆମ୍ଭମାନଙ୍କୁ ତୃପ୍ତ କରିବା ନିମନ୍ତେ ତାଙ୍କ ନିକଟରେ ଆମେମାନେ ଢାକ ପକାଇବା, ପ୍ରାର୍ଥନା କରିବା। ମୋର ପ୍ରିୟମାନେ, ଆମମାନଙ୍କ ପ୍ରାର୍ଥନା ଶୁଣିବା ନିମନ୍ତେ ଈଶ୍ୱର ଯେ ଆମମାନଙ୍କ ତୃଷା ମେଣ୍ଟେଇବା ନିମନ୍ତେ ଯେ ଈଶ୍ୱର ଜଗି ବସି ଅଛନ୍ତି, ଉପସ୍ଥିତ ରହି ଅଛନ୍ତି। ପୁଣି ଆମେ ସେ ଗୀତ ସଂହିତା 88 ଅଧ୍ୟାୟ 13 ପଦ ପଢିବା। ପଢନ୍ତୁ ମୋର ପ୍ରିୟମାନେ। ମାତ୍ର ହେ ସଦା ପ୍ରଭୁ, ମୁଁ ତୁମ ନିକଟରେ କାକୁତି କରୁଅଛି ଓ ପ୍ରଭାତରେ ମୋ ପ୍ରାର୍ଥନା ତୁମ ନିକଟରେ ଉପସ୍ଥିତ ହେବ। ଦେଖନ୍ତୁ ମୋର ପ୍ରିୟମାନେ, ଏଠାରେ ଦାଉଦ ରାଜା ପ୍ରକାଶ କରୁଅଛନ୍ତି, ମହାପ୍ରତାପୀ, ମହା ଅନୁତାପୀ ଦାଉଦ ଯଦି ପ୍ରତାପଶାଳୀ ରାଜା ଥିଲେ, କିନ୍ତୁ ସେ ଈଶ୍ୱରଙ୍କୁ କହୁଅଛନ୍ତି, ମୁଁ ତୁମ ନିକଟରେ କାକୁତି କରୁଅଛି ପ୍ରଭୁ, ଓ ପ୍ରଭାତର ମୋର ପ୍ରାର୍ଥନା ତୁମ ନିକଟରେ ଉପସ୍ଥିତ କରୁଅଛି। ଏ ପ୍ରଭାତ ସମୟ ଏକ ମହତ୍ଵ ସମୟ। ସେ ରାଜା ଥିଲେ, ପ୍ରତାପଶାଳୀ ବ୍ୟକ୍ତି ଥିଲେ, କିନ୍ତୁ ନିଜକୁ ନ୍ୟୁନ କରୁଛନ୍ତି, ନ୍ୟୁନ କରୁଅଛନ୍ତି। ପ୍ରଭୁ, ଏ ପ୍ରଭାତରେ ମୁଁ ଉପସ୍ଥିତ ହେଇ ତମକୁ ଡାକୁଅଛି, ପ୍ରଭୁ ମୋର ଡାକକୁ ଶୁଣ। ପୁଣି ଆମେ ଗୀତ ସଂହିତା ତାର 49 ଅଧ୍ୟାୟ 16 ପଦଟି ପଢିବା। ये सब निश्चित आम शुणीचु, आम व्याख्या करी आमर विज्ञ प्रश्न आज्ञा, तथापि प्रार्थना निमंते नहीं अच्छी। केही धनवान हेले ओ ताहार गृहर ऐश्वर्य वृद्धि पाइले तुमे भीत हुओ नाही। भूल पढ़ुछंती गीत संख्या 49 16 पद। मात्र ସେମାନେ ମେଷପଲ୍ଲତୁଲ୍ୟ ପାତାଳ ପାଇଁ ନିଯୁକ୍ତ ମୃତ୍ୟୁ ସେମାନଙ୍କ ପାଳକ ହେବ। ନାଇଁ ସାର୍, ଭୁଲ ପଢୁଛନ୍ତି। 14 69 ଅଧ୍ୟାୟ ତାର 16 ପଦ। 59। ମାତ୍ର ମୁଁ ତୁମ ପରାକ୍ରମ ବିଷୟ ଗାନ କରିବି ଓ ପ୍ରଭାତରେ ତୁମର ଦୟା ବିଷୟ ଉଚ୍ଚ ସ୍ୱରରେ ଗାନ କରିବି, କାରଣ ତୁମେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ପଥର ଆଶ୍ରୟ ସ୍ୱରୂପ ହୋଇଅଛ। ନିଶ୍ଚିତ ଆମେ ମାନେ ମନୁଷ୍ୟ, ଦିନ ପରେ ଦିନ, ବର୍ଷ ପରେ ବର୍ଷ। ଆଜି ମୁଁ ମୋ ବର୍ଷ ଯଦି କହିବି, ମତେ 46 ବର୍ଷରେ ମୁଁ ଅବତରଣ ହୋଇଅଛି। ପ୍ରଭୁ ମତେ ଦୟା କରିଅଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଦେଇ ଏଇ 46 ବର୍ଷ ପର୍ଯ୍ୟନ୍ତ ପ୍ରଭୁ ମତେ ଉତ୍ତମ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ଦେଇ ଏ ପୃଥିବୀର ସମସ୍ତ ଆବଶ୍ୟକତା, କର୍ତ୍ତୃତ୍ୱ, ଅଧିକାର ପ୍ରାପ୍ତ ପାଇଅଛି, ଉତ୍ତମ ଜୀବନ ପାଇଅଛି। କେବଳ ତାଙ୍କରି ଦୟା ଅଟେ, ତାଙ୍କରି ପରାକ୍ରମ ମୁଁ ଗାନ କରିବି। ତାଙ୍କରି ଦୟା ନିମନ୍ତେ ତାଙ୍କୁ ଉଚ୍ଚ ସ୍ୱରରେ ଆମେ ମାନେ ଏଠି ବାରିମସି ଉପସ୍ଥିତ ସମସ୍ତେ ଧନ୍ୟବାଦ ଜ୍ଞାପନ କରିବା। ଆମେ ଦେଖିଲୁ, ଭୟଭୀତ ହଉଥିଲୁ, ପଞ୍ଚମ ବାର୍ଷିକ ଉତ୍ସବରେ ଏତେ ଜଣକ ଭୋଜ ଆୟୋଜନ କରୁଅଛୁ, କିଭଳି ଆମେ ମାନେ ପ୍ରସ୍ତୁତ କରିପାରିବା। ଆମ ପାଖରେ ଅର୍ଥର ଅଭାବ ରହିଅଛି, ଚିନ୍ତା କରୁଥିଲୁ। କିନ୍ତୁ ପ୍ରଭୁ ଆମ ମାନଙ୍କୁ ଚିନ୍ତାକୁ ପୂର୍ଣ୍ଣ କଲେ, ଆମର ଲଜ୍ଜିତ ନ ହୋଇ ଆମ ମାନଙ୍କୁ ଆନନ୍ଦରେ ତାଙ୍କର ଗୌରବ ନିମନ୍ତେ ଆମ ମାନଙ୍କୁ ଅର୍ଥ ଦାନ ଦେଲେ। ଏବଂ ସମସ୍ତ ବିଷୟ ଯେପରି କାନାନଗର ଭୋଜିରେ ପ୍ରଥମ ଆଶ୍ଚର୍ଯ୍ୟ କର୍ମ କରିଥିଲେ, ସେହିପରି ମହାଦେବାଳୟରେ ମଧ୍ୟ ଆଶ୍ଚର୍ଯ୍ୟ କର୍ମ କରିଲେ। ସମସ୍ତଙ୍କର ତୃପ୍ତ ସହ ଆମ ମାନଙ୍କର ଆକାଉଣ୍ଟରେ ପୁଣି 9,000 ଟଙ୍କା ରହିଲା। ପୁଣି ବଦାନ୍ୟ ବ୍ୟକ୍ତି 2 ଜଣ 1,000 ଟଙ୍କା ଦେଲେ। ଆମର 10,000 ଟଙ୍କା ବର୍ତ୍ତମାନ ଡିଭାଇନ ମର୍ସି ଆକାଉଣ୍ଟରେ ଗଚ୍ଛିତ ଭାବରେ ରହିଲା। ଆମେ ମାନେ ଏହିପରି ପରମେଶ୍ୱରଙ୍କୁ ପ୍ରତ୍ୟେକ ସମୟରେ ଉଚ୍ଚ ସ୍ୱରରେ ତାଙ୍କର ଜୟଗାନ କରିବା, କାରଣ ସେ ଆମ ମାନଙ୍କର ଦୁର୍ଗ, ଆମର ବିପଦ ଦିନରେ ଆଶ୍ରୟ ସ୍ୱରୂପ ଅଟନ୍ତି। ବିପଦ ହେଲା ସମୟରେ ସେ ଆମ ମାନଙ୍କୁ ତୋଳି ଧରୁଅଛନ୍ତି। ମୋ ପ୍ରିୟ ମାନେ,
आमे माने प्रत्येक समय एक गुरुत्व समय को चिंता करिबा एवं परमेश्वर निकटवर्ती हेबा। तेबे माथ्यू तार 11:18 पद टिके पढ़ंतु सर, समय होउची समाप्त करिबा, अनेक विषय कहिबार रही अछि किंतु समय सापेक्ष। माथ्यू तार କାରଣ ଯୋହନ 11:18 ସାର୍ 28 11 माथ्यू 11:28 28 हे ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। प्रिय माने ईश्वर एठारे आम मानकु डाकी अछंती, आम मानकु निमंत्रण पठाउ अछंती, तुम्हे माने मो निकटକୁ आस। हे परिश्रांत हे भारग्रस्त लोक माने समस्ते मो निकटକୁ आस, मु तुम्भ मानकु विश्राम देवी। ये जगत रे कौनसी लोक कौनसी धनिक व्यक्ति आज जदि ये अनिल अंबानी जेते धन संपत्तिर मालिक होई अछि, वर्तमान शासक दल को जदि तार पॉकेट रे रखी चालू अछि, जेते धनिक व्यक्ति देश को शासन करिबारे मुख्य पुरुष अछंती, से माने मध्य कौनसी लोक को विश्राम देई पारिबे नहीं। दैनिक भोजन निमंते किछि देई पारिबे, विश्राम केवल ईश्वर को निकट रे अछि। प्रेज द लॉर्ड। एठारे साधु माथ्यू प्रकाश करूछंती, परमेश्वर तांकर द्वारा आंभ मानको जणाउ अछंती पवित्र सुसमाचार माध्यम रे, ये दुनिया रे तुमे माने परिश्रम करी आज पर्यंत निजर परिवार समस्त बोझ को नहीं जाओ छ, तमे भारग्रस्त छ, किंतु किछि असुविधा नहीं। आम जीवन में जा जा घटी अच्छी कठिनता विषय को आमे माने प्रत्येक समय रे परिश्रम बोली चिंता करि थाओ। नाई मोर प्रिय माने आमे माने थकी जाऊ अच्छु, आमे माने दुखित अच्छु, आमे माने भारग्रस्त अच्छु, निजको आमे माने नियंत्रण रखी पारु ना हूं। को समय रे कि बड़ी व्यवहार करिबा सही परि आमे माने व्यवहार करू अच्छु, किंतु एठारे परमेश्वर आंभ मान को कहते, तुम्हें माने परिश्रांत भारग्रस्त तुम्हें समस्ते मो निकट को आस, तुम्हें माने भय कर नहीं। ये जगत रे रही तुम्हें माने भय करूछ, तुम्हें माने भय कर नहीं, आतंकित तो हुआ नहीं, मु तुम मान को विश्राम देवी। मो ठारे विश्राम रही अच्छी, मते तमे अनुसरण कर, तेबे तमे विश्राम पाइब। ये बड़ी आम मान को शिक्षा प्रदान करुछंती। तेबे मोर प्रिय माने फिलिप 4:13 पढ़ समाप्त करिबा। दीदी टिके पढ़ंतु। फिलिपियो 13 4:13 मोर शक्तिदाताଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। देखंतु मोर प्रिय माने आम्भे माने प्रार्थना करूछु प्रत्येक दिन प्रातःकालीन प्रार्थना रे एवं प्रत्येक समय प्रार्थना करिबा निमंते माने अनेक शिक्षा प्राप्त होई अछि। तेबे एठारे प्रकाश करा जाउछि, मोर शक्तिदाताଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। आम मानकर शक्तिदाता होचंती आम मानकर सृष्टिकर्ता परमेश्वर प्रभु जीशु ख्रीष्ट अटंती। आमे माने जदि समस्त करि पारु अछु,
ଯାହା ମଧ୍ୟ ଆମଠାରେ ଅସମ୍ଭବ ସମ୍ଭବ ହୋଇପାରୁଅଛି କେବଳ ପରମେଶ୍ୱରଙ୍କ ଦୟା ଅନୁଗ୍ରହରେ ଆମମାନଙ୍କ ଚିନ୍ତାକୁ, ଆଜିର ଆବଶ୍ୟକତାକୁ, ଆଜିର ପୂର୍ଣ୍ଣତାକୁ, କି ଆମମାନଙ୍କ ଭବିଷ୍ୟତର ସମସ୍ତ ଚିନ୍ତାକୁ, ଆମମାନଙ୍କ ସମସ୍ତ ଲକ୍ଷ୍ୟକୁ ଯଦି ଆଜି ଆମେ ପୂରଣ କରିବା ନିମନ୍ତେ ତତ୍ପର ହଉଅଛୁ, ପୂରଣ ହଉଅଛି, ତାହା କେବଳ ଶକ୍ତିଦାତା କ ସାହାଯ୍ୟ ବଳରେ ଆମେ ମାନେ ତା ପ୍ରାପ୍ତ ହଉଅଛୁ। ସେହି ସର୍ବଶକ୍ତିମାନ ଦୟାଳୁ ପରମେଶ୍ୱର ଆମମାନଙ୍କ ନିମନ୍ତେ ଦୟା କରି ସମସ୍ତ ସାହାଯ୍ୟ ପ୍ରଦାନ କରୁଅଛନ୍ତି। ତେବେ ଆମେ ମାନେ ତାଙ୍କୁ ଭୁଲି ନ ଯାଇ କେବଳ ପ୍ରଭାତ ସମୟ ନାହିଁ, ସମସ୍ତ ସମୟରେ ତାଙ୍କରି ଗୌରବ କରିବା, ତାଙ୍କରି ବନ୍ଦନା କରିବା, ତାଙ୍କରି ସ୍ତୁତି କରିବା। ଆଜି ମଧ୍ୟ এই ପ୍ରଭାତ ଦେଖିବାକୁ ଦେଇଅଛନ୍ତି। ଅଳ୍ପ ସମୟ ମଧ୍ୟରେ ଆମେ ମାନେ ଦିନରେ ଉପସ୍ଥିତ ହବା କେବଳ ତାଙ୍କରି ଦୟା ଅଟେ। ଆମକୁ ଉତ୍ତମ ସ୍ୱାସ୍ଥ୍ୟ ଦେଇ, ଉତ୍ତମ ଜୀବନ ଦେଇ, ଉତ୍ତମ ଆବଶ୍ୟକତା ମଧ୍ୟ ଆଜି ଆମକୁ ପ୍ରଦାନ କରିବାକୁ ଯାଉଅଛନ୍ତି। ସେ ଯାହା ନିରୂପଣ କରିଅଛନ୍ତି ଆମମାନଙ୍କୁ ପ୍ରଦାନ କରିବେ। ଆଜି ଏକ ଆଶୀର୍ବାଦର ଦିନ ହବ, ଆଜି ଏକ ଅନୁଗ୍ରହର ଦିନ ହବ ଡିଭାଇନ ମର୍ସି ପରିବାର ସମସ୍ତଙ୍କ ନିମନ୍ତେ। ଆମେ ମାନେ ଏଇଭଳି ପ୍ରତ୍ୟେକ ସମୟ ଜାଗ୍ରତ ରହି ଈଶ୍ୱରଙ୍କ ସାନ୍ନିଧ୍ୟରେ ରହି ଆମେ ମାନେ ପ୍ରାର୍ଥନା କରିବା, ପ୍ରାର୍ଥନାକୁ ସଜାଇବା, ପ୍ରାର୍ଥନାରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଦିନକୁ ଆମେ ପଦାର୍ପଣ କରିବା। ପ୍ରଭୁ ମୋତେ ଏବଂ ଆପଣ ସମସ୍ତଙ୍କୁ ଏହି ସଂକ୍ଷିପ୍ତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେନ୍।